ତାଙ୍କୁ କୌଣସି ନେତୃତ୍ୱ ତାଙ୍କୁ ସହଯୋଗ କରୁନାହାନ୍ତି। ତେଣୁ ସେମାନେ ସବୁଠାରୁ ବଡ଼ ଦଳ ବିଜେପି ବିଶ୍ୱର ସବୁଠାରୁ ବଡ଼ ଦଳ। ଦୀର୍ଘ ବର୍ଷ ଧରିକି ଲୋକଙ୍କ ଆମେ ସାମାଜିକ କର୍ମୀ ହିସାବରେ ମୁଁ ଲୋକଙ୍କ ସହିତ ସାମିଲ ହେଇ ଆସିଛି। ଦେଖନ୍ତୁ, ଆମ ଅନୁଗୁଳ ଜିଲ୍ଲାରେ ଗର୍ବଗୌରବ ଓଡ଼ିଶାର ବିକାଶ ପୁରୁଷ ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅନୁପ୍ରାଣିତ ହେଇ ତାଳଚେର ମ୍ୟୁନିସିପାଲିଟି ପୁରା ଆପଣ ଦେଖୁଛନ୍ତି ତାଙ୍କର ଅଧ୍ୟକ୍ଷ, ଆମର 13ଟା କାଉନସିଲର, ଆଉ ଅନୁଗୁଳ ବିଧାନସଭାରୁ କିଛି ନେତୃତ୍ୱ, ଆଉ ଆମ ଆଠପଲ୍ଲି ବିଧାନସଭା ଅନ୍ତୁଳିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସମସ୍ତେ ଆଜି ବିଜେପିରେ ସାମିଲ ହେଲେ। ବିଜେଡିର ଯୋଉଭଳି ଭାବରେ କୁଶାସନ ଏବଂ ବିଜେଡି ଯୋଉଭଳି ଭାବରେ ଲୋକଙ୍କୁ ଅଣଦେଖା କରୁଛି, କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଛି, ଆଜି ଏଇଟା ଗୋଟେ ତାର ପ୍ରମାଣିତ ହେଲା। ଆଜି ଆପଣମାନେ ଦେଖନ୍ତୁ ସେମାନେ କାହିଁ ମିଶିଲେ। ତାଙ୍କୁ ଯେତେବେଳେ କାମ କରିବା ପାଇଁ ଲୋକ ତାଙ୍କୁ ଭୋଟ ଦେଇଥିଲେ, ନିର୍ବାଚିତ କରିଥିଲେ, ସେମାନେ କାମ କରିପାରୁନାହାନ୍ତି, ତାଙ୍କୁ କୌଣସି ନେତୃତ୍ୱ ତାଙ୍କୁ ସହଯୋଗ କରୁନାହାନ୍ତି। ତେଣୁ ସେମାନେ ସବୁଠାରୁ ବଡ଼ ଦଳ ବିଜେପି ବିଶ୍ୱର ସବୁଠାରୁ ବଡ଼ ଦଳ ବିଜେପିରେ ସାମିଲ ହେଲେ। ନାଇଁ ଆପଣ ଆପଣ ଏଇଠି ଦେଖନ୍ତୁ, ଆପଣ ମାନେ ଏଇ ତ ତାର ପ୍ରମାଣ। ଆପଣ ଲୋକ ଯଦି ଲୋକ ନେତୃତ୍ୱ ବିହୀନ ହେବେ ଯେତେବେଳେ କାର୍ଯ୍ୟକର୍ତ୍ତା, ନିଶ୍ଚିତ ଭାବରେ ଭୋଟର ପଚାରିବେ ଆପଣ କାହାନ୍ତି। ତେଣୁ ଆମେ ନିଶ୍ଚିତ ଆମେ ନୂଆ ଦେଖିବେ କିଏ ବିକାଶ କରିପାରୁଛି। ଡବଲ ଇଞ୍ଜିନ ସରକାର ବର୍ତ୍ତମାନ ଅଛି, ବିଜେପି ସରକାର। ତେଣୁ ଲୋକଙ୍କର ଆସ୍ଥା ଅଛି। ଆଉ ଆମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଘର ହଉଛି ତାଳଚେର। ତେଣୁ ନିଶ୍ଚିତ ଭାବରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇକି ସମସ୍ତେ ସାମିଲ ହେଇଛନ୍ତି। ଦେଖିଲାନି ସେ କଥା ବୁଝିଲାନି, ବର୍ତ୍ତମାନ ସିଏ ଭାରି ପଡୁଛନ୍ତି ବିଜେଡି ଉପରେ। ନାଇଁ ନାଇଁ ଦେଖନ୍ତୁ, ଉପନିର୍ବାଚନ ଦେଖିଲେ ସୁନାବେଡା ଅଞ୍ଚଳ ପୁରା ଆପଣ ଦେଖୁଥିଲେ, ଆଉ ସେଠି ସୁନାବେଡାରେ ସବୁଠୁ ଅଧିକ ଭୋଟ ମିଳିଲା। ତାପରେ ବର୍ତ୍ତମାନ ନିର୍ବାଚନ ପରେ ପରେ ବର୍ତ୍ତମାନ ପୁଣି ଅନୁଗୁଳ ଢେଙ୍କାନାଳରୁ ମଧ୍ୟ ଲୋକମାନଙ୍କର ଛୁଟିବା ବିଜେପି। ନାଇଁ ଦେଖନ୍ତୁ, ଆମେ ଦୀର୍ଘ ବର୍ଷ ଧରିକି ଲୋକଙ୍କ ଆମେ ସାମାଜିକ କର୍ମୀ ହିସାବରେ ମୁଁ ଲୋକଙ୍କ ସହିତ ସାମିଲ ହେଇ ଆସିଛି। ଆମ ପାଇଁ ଗୋଟେ ସୁଯୋଗ ହଉଛି ଯେ ଆମେ କେମିତି ଗୋଟେ ବଡ ପ୍ଲାଟଫର୍ମ ଭିତରେ ରହିକି କାମ କରିବା ପାଇଁ ହଉଛି, ସେ ହଉଛି ରାଜନୈତିକ ଦଳରେ ରହିବାକୁ। ତେଣୁ ଆମେ ସବୁଠାରୁ ବିଶ୍ୱର ବଡ଼ ଦଳ, ଆଉ ଆମର ସବୁଠାରୁ ବଡ଼ ନେତା, ଆମ ଦେଶର ଯୋଉ ବଡ଼ ନେତୃତ୍ୱ ଭିତରେ ଅନ୍ୟତମ ଆମର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟଙ୍କ ନେତୃତ୍ୱରେ ମୁଁ ସବୁବେଳେ ତାଙ୍କ ଦିଗଦର୍ଶନ, ତାଙ୍କ ମାର୍ଗଦର୍ଶକ, ତାଙ୍କର ଆଦେଶରେ ମୁଁ ପୁରା କାମ କରି ଆସୁଛି। ନୂଆପଡାରେ ମତେ ଯୋଉ ଦାୟିତ୍ୱ ଦେଇଥିଲେ ସୁନାବେଡା, ସବୁଠାରୁ ଉପାନ୍ତ ଅଞ୍ଚଳ, ତାକୁ ସେ ଗଡକୁ ପୁରା ବିଜେଡି କଂଗ୍ରେସର ଗଡ ଥିଲା, ତାକୁ ଆମେ ଲୋକଙ୍କ ପାଖରେ ଯେତେବେଳେ ପହଞ୍ଚିଲୁ, ଲୋକକୁ ଯେତେବେଳେ ବୁଝେଇଲୁ ଡବଲ ଇଞ୍ଜିନ ସରକାର ଉପରେ, ଲୋକ ଆମ ଦଳ ଉପରେ ଆସ୍ଥା କରିଥିଲେ ଏବଂ ସୁନାବେଡା କାହିଁ ପୁରା ନୂଆପଡାରେ ଗୋଟେ ରେକର୍ଡ ସଂଖ୍ୟକ ଭୋଟ ଦେଇକି ଜୟଯୁକ୍ତ କରାଇଲେ। ସେଠିକାର ଯୋଉ ଡେଭଲପମେଣ୍ଟ ୱାର୍କକୁ ନେଇକି ଅନେକ ଗୁଡ଼ିଏ କଥା ମଧ୍ୟ ସେଠିକାର, ଯେତେବେଳେ ମୁଁ ବି ଯାଇଥିଲି ସେଇ ହୋଟେଲରେ ବସିଲେ, ହୋଟେଲ ବାଲା ଯୋଉ କହୁଥିଲେ ଆପଣ ବି ଶୁଣିଛନ୍ତି, ସେଠି ଲାଇନ ନାହିଁ, ଇଏ ନାହିଁ। ବର୍ତ୍ତମାନ ନୂଆପଡା ନିର୍ବାଚନ ପରେ ଇଏ ଜୟଡୋଲକିଆ ମଧ୍ୟ ଯାଇକି କଥା ହେଇକି ଲୋକଙ୍କ ସହିତ ଆଲୋଚନା ହେଲା। ଦେଖନ୍ତୁ, ମାନେ ଯାହା 24 ବର୍ଷ ଭିତରେ ବିଜେଡି ସରକାର ଥିଲା, ଯେ ଆପଣ ସେଠି ବି ଯୋଉଭଳି ସେଠି ବି ବିଜେଡିର ଗଡ ଥିଲା, ସରକାର ଥିଲା, କିନ୍ତୁ ଆପଣ ଦେଖିବେ ଆମେ ଯେତେବେଳେ ଯାଉଥିଲୁ ଗାଁ ଭିତରୁ, ସବୁଠି ରାସ୍ତା ବି ନାହିଁ, ଗମନାଗମନ ନାହିଁ, ସ୍ୱାସ୍ଥ୍ୟ କ୍ଷେତ୍ର ନାହିଁ, ସ୍କୁଲରେ ଟିଚର ନାହାନ୍ତି, ସ୍ୱାସ୍ଥ୍ୟ ଅବସ୍ଥା ନ କହିବା ଭଲ। ତେଣୁ ନିଶ୍ଚିତ ଭାବରେ ଲୋକଙ୍କର ଆସ୍ଥା ପ୍ରକଟ ହେଇଛି ସବୁ ବିଜେପି ଉପରେ। ଏଇଟା ଗୋଟେ ପ୍ରମାଣ ହେଲା। ଆଜି ଆପଣ ଦେଖୁଛନ୍ତି ଗୋଟେ ଗୋଟେ ଜିଲ୍ଲା ଖାଲି ହେବା ପାଇଁ ଯାଉଛି, ବିଜେଡି ଡୁବିବା ପାଇଁ ଯାଉଛି। ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନେକଙ୍କର ଇଚ୍ଛା। ନାଇଁ ନାଇଁ ଦେଖନ୍ତୁ, ଇଏ ହଉଛି ସାଂଗଠନିକ ଦଳ। ତେଣୁ ଯାହାକୁ ଯେତେବେଳେ ଯୋଉ ଦାୟିତ୍ୱ, ବର୍ତ୍ତମାନ ଆମ କେନ୍ଦ୍ରମନ୍ତ୍ରୀ ଅଛନ୍ତି କେନ୍ଦ୍ର ଦାୟିତ୍ୱରେ ଅଛନ୍ତି, ତେଣୁ ନିଶ୍ଚିତ ଭାବରେ ସେ ତାଙ୍କ କାମ ତୁଲାଉଛନ୍ତି। ତେଣୁ ତାଙ୍କୁ ଯୋଉ ଦାୟିତ୍ୱ ଯେତେବେଳେ ଦିଆଯାଏ ସେତେବେଳେ କାମ କରିଛନ୍ତି। ପ୍ରଭାରୀ ହିସାବରେ ବିହାର ଦେଲେ, ରେକର୍ଡ। ତେଣୁ ସେଇଟା ସଂଗଠନ ବା ନେତୃତ୍ୱ, ଯେତେବେଳେ ଶୀର୍ଷ ନେତୃତ୍ୱ, ଦେଶ ନେତୃତ୍ୱ ଯେତେବେଳେ ବିଜେପି ଚାହିଁବ, ଯେତେବେଳେ ଯୋଉ ଦାୟିତ୍ୱ ଦବ, ସେତେବେଳେ ସେ କହିପାରିବ। ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଉଭଳି ନେତୃତ୍ୱ ରହୁଛି, ଆଉ ଗୋଟେ ଗଣ ଜିତି ଚାଲିଛି ବିଜେପି, ତାଙ୍କୁ ବୋଧେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଏଠି ବି ଗୋଟେ ଭଲ ଇଏ ହୁଅନ୍ତା। ନାଇଁ ନାଇଁ ନାଇଁ, ନିଶ୍ଚିତ ଭାବରେ ଦେଖନ୍ତୁ, ଆମେ
ଯିଏ ବି ଯାହାକୁ ବିଜେପି ଗୋଟେ ହଉଛି ସାଂଗଠନିକ ଦଳ, ଗୋଟେ କାଲି ସରପଞ୍ଚ କୁ ବି ମୁଖ୍ୟମନ୍ତ୍ରୀ କରାଯାଇପାରେ। କାଲି ଗୋଟେ ମାନେ ଆମର ଆପଣ ଦେଖନ୍ତୁ କାଉନସିଲ ମାନେ ଆମର ଯିଏ ଏବେ ରାଷ୍ଟ୍ରପତି ଅଛନ୍ତି ଆଦିବାସୀ ଜନଜାତିର କୋଉ ମାନେ କୋଉ ଜାଗାରେ ତାଙ୍କର ଘର ଆଜି ଦେଶର ସର୍ବୋଚ୍ଚ ପଦରେ ବସିଛନ୍ତି।